ରାମ ଅବତାର ରାମଚନ୍ଦ୍ର ପ୍ରାଚୀନ ଭାରତରେ ଜନ୍ମିତ ଜଣେ ମହାନ ପୁରୁଷ ଥିଲେ। ହିନ୍ଦୁ ଧର୍ମରେ ରାମ ବିଷ୍ଣୁଙ୍କ 10 ଅବତାର ମଧ୍ୟରୁ ଜଣେ। ରାମ ଅଯୋଧ୍ୟାର ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ। ରାମଙ୍କ ପତ୍ନୀ ଥିଲେ ସୀତା, ଯାହାଙ୍କୁ ଲକ୍ଷ୍ମୀଙ୍କ ଅବତାର ବୋଲି ବିବେଚନା କରାଯାଏ, ଏବଂ ତାଙ୍କର 3 ଭାଇ ଥିଲେ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ। ହନୁମାନଙ୍କୁ ପ୍ରଭୁ ରାମଙ୍କର ସର୍ବଶ୍ରେଷ୍ଠ ଭକ୍ତ ବୋଲି ବିବେଚନା କରାଯାଏ। ରାମ ରାକ୍ଷସ ରାଜା ରାବଣଙ୍କୁ ବଧ କରିଥିଲେ। ରାମ ପ୍ରାଚୀନ ଭାରତରେ ଜନ୍ମଗ୍ରହଣ କରିଥିବା ବିଶ୍ୱାସ କରାଯାଏ। ତାଙ୍କ ଜନ୍ମ ସମୟ ସଠିକ୍ ଭାବରେ ଆକଳନ କରାଯାଇ ନାହିଁ, କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ରାମ ପ୍ରାୟ 9000 ବର୍ଷ ପୂର୍ବେ 6323 ଖ୍ରୀଷ୍ଟପୂର୍ବ ଜନ୍ମ ହୋଇଥିଲେ। ଧର୍ମର ପଥ ଅନୁସରଣ କରୁଥିବା ରାମ ତାଙ୍କ 3 ଭାଇଙ୍କ ସହିତ ଗୁରୁ ବଶିଷ୍ଠଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ କୈଶୋରରେ ବିଶ୍ୱାମିତ୍ର ରାକ୍ଷସମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ପାତକୁ ସମାପ୍ତ କରିବା ପାଇଁ ସେମାନଙ୍କୁ ଜଙ୍ଗଲକୁ ନେଇ ଯାଇଥିଲେ। ରାମଙ୍କ ସାନ ଭାଇ ଲକ୍ଷ୍ମଣ ମଧ୍ୟ ଏହି କାର୍ଯ୍ୟରେ ତାଙ୍କ ସହିତ ଥିଲେ। ରାମ ତାରକ ନାମକ ଏକ ରାକ୍ଷସୀକୁ ହତ୍ୟା କରି ମାରିଚକୁ ପଳାୟନ କରିବାକୁ ବାଧ୍ୟ କରିଥିଲେ। ଏହି ସମୟରେ ବିଶ୍ୱାମିତ୍ର ତାଙ୍କୁ ମିଥିଳା ନେଇଯାଇଥିଲେ। ବିଦେହ ରାଜା ଜନକ ତାଙ୍କ ଝିଅର ବିବାହ ପାଇଁ ଏକ ଉତ୍ସବ ଆୟୋଜନ କରିଥିଲେ। ଭଗବାନ ଶିବଙ୍କ ପାଖରେ ଏକ ଧନୁ ଥିଲା ଯାହା ଉପରେ ସୀତାଙ୍କୁ ବିବାହ କରାଯିବାର ଥିଲା, ଯିଏ ଏହାକୁ ସୂତ୍ରବଦ୍ଧ କରିପାରିବେ। ସେହି ଉତ୍ସବରେ ଅନେକ ରାଜା ଏବଂ ସମ୍ରାଟ ଆସିଥିଲେ। ଅନେକ ରାଜାଙ୍କ ପ୍ରୟାସ ପରେ ମଧ୍ୟ ଯେତେବେଳେ ଧନୁକୁ ସୂତ୍ରବଦ୍ଧ କରାଯାଇପାରିଲା ନାହିଁ, ସେତେବେଳେ ରାମ ବିଶ୍ୱାମିତ୍ରଙ୍କ ଅନୁମତି ପାଇ ଧନୁକୁ ଉଠାଇ ସୂତ୍ରବଦ୍ଧ କରିବାକୁ ଚେଷ୍ଟା କଲେ। ସୂତ୍ରବଦ୍ଧ କରିବାକୁ ଚେଷ୍ଟା କରିବା ସମୟରେ ସେହି ମହାନ ଧନୁ ଏକ ଜୋରଦାର ଶବ୍ଦରେ ଭାଙ୍ଗିଗଲା। ଯେତେବେଳେ ମହର୍ଷି ପରଶୁରାମ ସେହି ଜୋରଦାର ଶବ୍ଦ ଶୁଣି ସେଠାକୁ ଆସିଲେ ଏବଂ ତାଙ୍କ ଗୁରୁ ଶିବ ଅଙ୍କ ଧନୁ ଭାଙ୍ଗିବା ଉପରେ କ୍ରୋଧ ପ୍ରକାଶ କରିବାକୁ ଲାଗିଲେ, ସେତେବେଳେ ରାମ ହସ୍ତକ୍ଷେପ କଲେ। ଏହିପରି ସୀତାଙ୍କୁ ରାମଙ୍କ ସହିତ ବିବାହ କରାଯାଇଥିଲା ଏବଂ ପରଶୁରାମ ସମେତ ସମସ୍ତେ ସେମାନଙ୍କୁ ଆଶୀର୍ବାଦ କରିଥିଲେ। ରାଜା ଦଶରଥ ବାନପ୍ରସ୍ଥ ଅଭିମୁଖେ ଯାଉଥିଲେ, ତେଣୁ ସେ ରାମଙ୍କୁ ରାଜ୍ୟର ଦାୟିତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ରାମଙ୍କ ଅନ୍ୟ 2 ଭାଇ ଭରତ ଏବଂ ଶତ୍ରୁଘ୍ନ ସେମାନଙ୍କ ମାତୃଗୃହ କୈକେୟୀଙ୍କୁ ଯାଇଥିଲେ। ରାଣୀ କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ ଭୁଲ କହିଥିଲେ ଯେ ରାଜା ତୁମ ସହିତ ଭୁଲ କରୁଛନ୍ତି। ତୁମେ ରାଜାଙ୍କର ପ୍ରିୟ ରାଣୀ, ତେଣୁ ତୁମର ସନ୍ତାନ ରାଜା ହେବା ଉଚିତ, କିନ୍ତୁ ରାଜା ଦଶରଥ ରାମଙ୍କୁ ରାଜା କରିବାକୁ ଚାହୁଁଛନ୍ତି। କୈକେୟୀ ଚାହୁଁଥିଲେ ଯେ ତାଙ୍କ ପୁତ୍ର ଭରତ ରାଜା ହୁଅନ୍ତୁ, ତେଣୁ ସେ ଦଶରଥଙ୍କ ଦ୍ୱାରା ରାମଙ୍କୁ 14 ବର୍ଷ ପାଇଁ ନିର୍ବାସିତ କରାଇଲେ। ରାମ ତାଙ୍କ ପିତାଙ୍କ ଆଦେଶ ପାଳନ କଲେ। ରାମଙ୍କ ସ୍ତ୍ରୀ ସୀତା ଏବଂ ତାଙ୍କ ଭାଇ ଲକ୍ଷ୍ମଣ ମଧ୍ୟ ବନବାସକୁ ଗଲେ। ବନବାସ ସମୟରେ ରାବଣ ସୀତାଙ୍କୁ ଅପହରଣ କରି ନେଇଥିଲା। ରାମ ତାଙ୍କ ଭାଇ ଲକ୍ଷ୍ମଣଙ୍କ ସହିତ ସୀତାଙ୍କୁ ଖୋଜିବା ପାଇଁ ଘର ଘର ବୁଲିବା ସମୟରେ ହନୁମାନ ଏବଂ ସୁଗ୍ରୀବ ନାମକ 2ଟି ବାନରଙ୍କୁ ଭେଟିଥିଲେ। ହନୁମାନ ରାମଙ୍କ ସର୍ବଶ୍ରେଷ୍ଠ ଭକ୍ତ ହୋଇଗଲେ। ସୀତାଙ୍କୁ ରକ୍ଷା କରିବା ପାଇଁ ରାମ, ହନୁମାନ ଏବଂ ବାନର ସେନାର ସହାୟତାରେ ରାବଣ ସହିତ ଯୁଦ୍ଧ କରିଥିଲେ ଏବଂ ତାଙ୍କୁ ପରାସ୍ତ କରିଥିଲେ। ଯେତେବେଳେ ପ୍ରଭୁ ରାମ ଯୁଦ୍ଧରେ ରାବଣଙ୍କୁ ପରାସ୍ତ କରିଥିଲେ, ତାଙ୍କ ସାନ ଭାଇ ବିଭୀଷଣଙ୍କୁ ଲଙ୍କାର ରାଜା କରାଯାଇଥିଲା। ରାମ, ସୀତା, ଲକ୍ଷ୍ମଣ ଏବଂ କିଛି ବାନର ଲୋକ ପୁଷ୍ପକ ବିମାନରେ ଅଯୋଧ୍ୟା ଅଭିମୁଖେ ପ୍ରସ୍ଥାନ କରିଥିଲେ। ସେଠାରେ ସମସ୍ତଙ୍କୁ ଭେଟିବା ପରେ ରାମ ଏବଂ ସୀତା ଅଯୋଧ୍ୟାର ରାଜା ଏବଂ ରାଣୀ ପଦ ଗ୍ରହଣ କଲେ।